ଆରେ ଆଉ ଘର କାଲି ଡ୍ୟୁଟି ଅଛି ସକାଳୁ ସେ କହିଲେ ନାଇଁ ଏଠି ରହିବା ବୋଲି ତାପରେ ସେଇଠି ରଖି ପୁରୀରେ ହୋଟେଲ ନେଇକି ରହିଥିଲୁ ସେଠି ତାପରେ ସେ ସେଇଠି ମୋ ସାଙ୍ଗରେ ଫିଜିକାଲ ରିଲେସନ ରଖିଥିଲେ ମତେ କହିଲେ ମୁଁ କହିଲି ମ୍ୟାରେଜ ମାନେ ଆପଣ ତ ମନା କରିଥିବେ। ହଁ ମୁଁ ମ୍ୟାରେଜ ପୂର୍ବରୁ ତାଙ୍କୁ ମୁଁ କହିଲି ମୁଁ ଏଇ ସବୁ ମ୍ୟାରେଜ ପୂର୍ବରୁ କରିବା ପାଇଁ ଚାହୁଁନି ତମେ ଘରେ କୁହ ମ୍ୟାରେଜ ହେଇସାରିଲେ ଏ ସବୁ ଜିନିଷ ଯାହା ବି ଇଏ ହବ ସେ କହିଲେ ନା ମୋ ଉପରେ ବିଶ୍ୱାସ ରଖ ମୁଁ ମ୍ୟାରେଜ କରିବି ଆଉ ଧୋକା ଦେବିନି ବହୁତ ଥର ସୁଇସାଇଡ କରିବା ପାଇଁ ଚେଷ୍ଟା କରିଛି ବାପା ମାଙ୍କ କଥା ମୋ ବାପା ମାଙ୍କୁ ମୁଁ ତ କଣ ମନେ ପକେଇବି ସାର୍ ମୋ ବାପା ମାଙ୍କ ଇଜ୍ଜତ ସବୁ ମୋ ଯୋଗୁ ପଳେଇଲା ମୁଁ କିନ୍ତୁ ଏବେ କିଛି ତମକୁ ଆନ୍ସର ଦେଇପାରିବିନି ତାପରେ ଗୋଟେ ଥର ସେ ମତେ ପୁରୀକୁ ନେଇଥିଲେ ପୁରୀରେ ସେଇଠି ମତେ ପ୍ରପୋଜ କରିଥିଲେ ଠାକୁରଙ୍କ ଆଗରେ ଠାକୁରଙ୍କ ମାନେ ସାକ୍ଷୀ ରଖିକି କହିଲେ ଆଉ ମୁଁ ତତେ ଆଜ୍ଞା ଜଗନ୍ନାଥ ପୁରୀକୁ ମତେ ନେଇଥିଲେ ସେଇଠି ଠାକୁରଙ୍କ ଇଏଟେ ମତେ କହିଲେ ଆଉ ମୁଁ ତମକୁ ଧୋକା ଦେବିନି ଆଉ ମ୍ୟାରେଜ କରିବି ଆଉ କଣ ତମକୁ ଛାଡିକି ଯିବିନି ଆଉ ମତେ ବିଶ୍ୱାସ କର ମୁଁ ତମକୁ ଭଲ ପାଉଛି ପ୍ରପୋଜ କରିଥିଲେ ଆଉ ସେଇଠି ଯେହେତୁ ଗୋଟେ ଠାକୁରଙ୍କ ସାମ୍ନାରେ ଜଣେ ମତେ କହୁଛି ଏତେ ଇଏ କରିକି ମୁଁ ତାଙ୍କ କଥାରେ ବିଶ୍ୱାସ ଯାଇଥିଲି ବହୁତ ମନେ ମାନେ ମୁଁ କିଛି ବି ଇଏ କରିପାରିନଥିଲି ଯେ କଣ କରିବି କଣ ନାହିଁ କିନ୍ତୁ ତାପରେ ତାଙ୍କ କଥାରେ ମୁଁ ବିଶ୍ୱାସ କରିକି ହଁ କଲି ଠିକ ଅଛି ବୋଲି ତାପରେ ସେଦିନ ସେଇଟା ହଁ ସେଦିନ ରାଜି ହେଇଥିଲି ତାପରେ ସେଦିନ ସେ ମୁଁ କହିଲି ଯିବା ହାରି ଆଉ ଘର କାଲି ଡ୍ୟୁଟି ଅଛି ସକାଳୁ ସେ କହିଲେ ନାଇଁ ଏଠି ରହିବା ବୋଲି ତାପରେ ସେଇଠି ରଖି ପୁରୀରେ ହୋଟେଲ ନେଇକି ରହିଥିଲୁ ସେଠି ତାପରେ ସେ ସେଇଠି ମୋ ସାଙ୍ଗରେ ଫିଜିକାଲ ରିଲେସନ ରଖିଥିଲେ ମତେ କହିଲେ ମୁଁ କହିଲି ମ୍ୟାରେଜ ମାନେ ଆପଣ ତ ମନା କରିଥିବେ। ହଁ ମୁଁ ମ୍ୟାରେଜ ପୂର୍ବରୁ ତାଙ୍କୁ ମୁଁ କହିଲି ମୁଁ ଏଇ ସବୁ ମ୍ୟାରେଜ ପୂର୍ବରୁ କରିବା ପାଇଁ ଚାହୁଁନି ତମେ ଘରେ କୁହ ମ୍ୟାରେଜ ହେଇସାରିଲେ ଏ ସବୁ ଜିନିଷ ଯାହା ବି ଇଏ ହବ ସେ କହିଲେ ନା ମୋ ଉପରେ ବିଶ୍ୱାସ ରଖ ମୁଁ ମ୍ୟାରେଜ କରିବି ଆଉ ଧୋକା ଦେବିନି ତେଣୁକରି ମୁଁ ତାଙ୍କ କଥାରେ ବିଶ୍ୱାସ ଯାଇକି ମାନେ ବିଶ୍ୱାସ ତ ନୁହେଁ ମୁଁ ମନା କରିବା ସତ୍ତ୍ୱେ ସେ ବି ମତେ କହିଲେ ଇଏ କରିଥିଲେ ରିଲେସନ ରଖିଥିଲେ ମୋ ସହିତ ସେଠି ହଁ ରିଲେସନ ରଖିଥିଲେ ତାପରେ ଏଇ ସବୁ ଜିନିଷ ଏମିତି ବହୁତ ଥର ବି ମୋ ସାଙ୍ଗରେ ଭୁବନେଶ୍ୱର ଆସିକି ରହିଲା ପରେ ବହୁତ ଥର ମୋ ସାଙ୍ଗରେ ରିଲେସନ ରଖିଛନ୍ତି ହଁ ବହୁତ ଥର ସେ କହନ୍ତି ତୁ କାହିଁକି ବ୍ୟସ୍ତ ହଉଛୁ ମୁଁ ମ୍ୟାରେଜ କରିବି ଘରେ କହିବି ଏସବୁ ଜିନିଷ ମତେ କହନ୍ତି ତାପରେ ମୁଁ ବହୁତ ଥର ମୁଁ ଗୋଟେ ଥର ଜଣେ ସାଙ୍ଗରେ ମୁଁ ରିଲେସନ ରଖି ସାରିଛି ଠାକୁରଙ୍କ ସାମ୍ନାରେ ଇଏକି ଆଉ ତାପରେ ସେଠି କଣ ତାଙ୍କୁ ଅମାନ୍ୟ ବା ଅବିଶ୍ୱାସ କଣ କରିବି ହଁ ମୋ ସାଙ୍ଗରେ ଏମିତି କଥା ହୁଅନ୍ତି ଯେମିତି ମୁଁ କେବେ ଇଏ ଭାବିନଥିଲି ସେ ମତେ ଧୋକା ଦେବେ ବୋଲି ମତେ ଏମିତି ସବୁ କଥା ହୁଅନ୍ତି ତାପରେ ଏମିତି ଦି ବର୍ଷ ପରେ ତାଙ୍କୁ ମୁଁ କହିଲି ଘରେ ଯାଇକି କୁହ ବହୁତ ଟାଇମ ହଉଛି ମୋର ବି ଘରେ ଇଏ ହଉଛି ଆଉ ତାର ମୁଁ ବି ମୋ ଏଜ ବି ବଢୁଛି ଆଉ ମୁଁ ଘରେ ଆପଣ ତମ ଘରେ ଯାଇକି କୁହ ସେ ମତେ ବହୁତ ଥର ମାନେ ବୁଲେଇକି କଥା କହିଲେ ହଁ କହିବି ତୁ ବ୍ୟସ୍ତ ହନି ଇଏ ସିଏ ହନି କହିବା ପରେ ବହୁତ ଥର ଝଗଡା ଝାଟି ବି ହେଇଛି ତାପରେ ଏମିତି ହେଇକି 3-4 ବର୍ଷ ଗଲା ଏମିତି 4-5 ବର୍ଷ ପରେ ମୋ ରୁମ ଲକ୍ଷ୍ମୀ ସାଗର ଏବେ ରୁମ ଯୋଉଠି ନେଇଛି ସେଇଠିକି ଆସନ୍ତି ରୁହନ୍ତି ଗୋଟେ ଥର ଯୋଉଟା କି ତାଙ୍କ ବାହାଘର ଠିକ ହେଇଯାଇଛି ସେଇ ଟାଇମ ରେ ସେ ଆସିଥିଲେ ଦିନେ 20 ତାରିଖ ଜାନୁଆରୀ 20 ତାରିଖରେ ମତେ ଆସିକି ରାତି 12ଟା ହେଲାଣି ମୋ ସାଙ୍ଗରେ ମତେ ରହିବା ପାଇଁ ଜିଦ୍ କଲେ ମୁଁ କହିଲି ମୁଁ ଏତେ ରାତିରେ ତମକୁ ଆଣିପାରିବିନି କିନ୍ତୁ ସେ କହିଲେ ମୁଁ ପିଇ ଦେଇଛି ଗାଡି ବାଡେଇ ଦେବି ଆଉ ରାସ୍ତାରେ କୋଉଠି ବାଡେଇ ଦେବି ତତେ ଏଇଟା କଣ ଇଏ ହବ ସିଏ ଠିକ ଲାଗିବ ମୁଁ କହିଲି ମୁଁ ଏବେ ଯାହା ବି ହେଇଯାଉ ମୁଁ ଆଣିପାରିବିନି ତମକୁ କହିଲେ ନା ହଉ ଠିକ ଅଛି ମୁଁ ଗାଡି ବାଡେଇ ଦେବି କି ଯାହା ଇଏ କରିଦେବି ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ କଣ ଥିଲା ଆପଣଙ୍କୁ ଲାଗୁଛି ମୁଁ ଜାଣିନି ତାଙ୍କ କଥା ଏପର୍ଯ୍ୟନ୍ତ ଜାଣିନଥିଲି କିନ୍ତୁ ତାପରେ ଯେହେତୁ ଏତେ ଇଏ କଲେ ମୁଁ ତାଙ୍କୁ ରୁମକୁ ଆଣିଲି ମୁଁ ସେଇଠୁ ଏକରେ ଡ୍ରିଙ୍କସ ବି କରିଥିଲେ ମୁଁ ତାପରେ ସେ ଆସିଲେ ମୋ ରୁମକୁ ଆସିଲା ପରେ ମୋ ସାଙ୍ଗରେ ମାନେ ରିଲେସନ ରଖିବା ପାଇଁ ଜିଦ୍ କଲେ ନିଶାସକ୍ତ ଅବସ୍ଥାରେ ଜିଦ୍ କଲେ ମୁଁ ମନା କରିଥିଲି ତାଙ୍କୁ ମୁଁ ରଖିବି ନାହିଁ ଇଏ ମଙ୍ଗଳବାର ଯେହେତୁ ଥିଲା ମୁଁ ହନୁମାନଙ୍କୁ ପୂଜା କରେ ମୁଁ ତାଙ୍କୁ ମନା କରେ ମୋ ରୁମକୁ ମଙ୍ଗଳବାର କେବେ ବି ଆସିବନି ଶନିବାର ମଙ୍ଗଳବାର କିନ୍ତୁ ସେଇଦିନ ମଙ୍ଗଳବାର ଥିଲା ସେଇଦିନ ଆସିଲେ ମତେ ମୁଁ କହିଲି ମୁଁ ଏବେ ଜମା ବି ଆଜି ମୁଁ ତମ ସାଙ୍ଗରେ କୌଣସି ଜିନିଷ କିଛି ବି ହବନି ସେ ତାପରେ ରାତି 12ଟା ପରେ ମୋ ସାଙ୍ଗରେ କହିଲେ ରାତି 12ଟା ହେଇଗଲାଣି ଆଉ ମୋ ଜିନିଷ ମତେ ଦେ ମୋ ସାଙ୍ଗରେ ଜବରଦସ୍ତି ସେଦିନ ମୁଁ ଯେତେ ଯାହା ବି ମନା କଲେ ବି ଜବରଦସ୍ତି ରଖିଥିଲେ ମୋ ସାଙ୍ଗରେ ଲାଗୁଛି ଯେମିତି ଆପଣଙ୍କୁ ରେପ୍ କରାଯାଏ ଇଏ ତ ଆପଣ ମନା କରୁଥିଲେ ଅମାନ୍ୟ କରୁଥିଲେ ସେଇଦିନ
शायद मु तांको भल पाइबा से जो कांदी के मो संगे रिलेशन भी रखुदिले हे दिन भी बहुत कांदी संदी भी मते मो पाखडे मु किछि भी ताको कोन कहबी एक रे जने कांदुची आ जने जबरदस्ती रिलेशन रखुची तो मु एटे कोन भाबिबी ଆପଣ କଣ ଲାଗୁଛି ସେଇଟା ଆପଣଙ୍କର ସ୍ନେହ ସମ୍ପର୍କ ନା ଗୋଟେ ରେପ୍ ଟାଇପ ର ଆପଣ से आगुरु तो मो संगे भलरे संपर्क रखिचंदी माने जेमती गोटे स्त्री को जतिके स्नेह भल पाया दिया जाए से भलिया रखिचंदी तो से दिन जेतु मो पाखु आसिले सेदिन मते कोलरे माने मो कोलरे मुंड रखी कांदी के माने मो संगे ये मु किछि माने ये मु कहली कोन हेजी तमरो को सेतळु तांगो बाहागर ठीक हे जाईची जोटा कि मु जानितिली किंतु से मते कहि नथिले मु अलगाडू जानि सारितिली माने बाहागर ठीक हे ता परे भी से आपन रिलेशन आसी रखिचंदी जनवरी 20 तारिख बेलू तांग बाहागर ठीक हे सारितिला जनवरी 20 रे आसिकी मो संगे जबरदस्ती रिलेशन रखिले 25 तारिख रे से घर को जिबार थिला 24 तारिख रे मु तांको कहले तमे जिबा पूर्व आसिकी मो संगे देखा करके जीवो तापरे आसिले मो संगे देखा करके से भी जानिछन मु खाई नथिबी पी नथि बोले से जानिछन मो कथा बार्ता डेली एरु आसिकी खुआई पियाई के गले तथापि तांको गोडा हाथ धर के मु कहली मो पाखे सब रेकर्डिंग अच्छी मो मोबाइल से दिन लुचेकी रखी रूम रे जो दिन जबरदस्ती फिजिकल रिलेशन रखी से दिन भी मो मोबाइल लुचेकी रखी से दिन भी सब रेकर्डिंग ये माने वीडियो रखी हाँ सब केमती आपन मु से दिन देखिली मु एका रहउची रूम रे एका रहउतली से दिन से आसीदिले और से दिन रो सब जिनस से ये मो पाखे वीडियो भी रिकॉर्डिंग अच्छे सब जिनस तांको जा भी कहले मु मोबाइल नुचे के रखिदिली जेतु मु देखिली मु कहली जे ये कहि पारु नांती घरे जाय के कहि पारु नांती तो शायद मु तांको कथाटा रेकॉर्डिंग रखिबी तांको घरे देखिबी देखंतु आपन को पुओ मते मते भल पाउछंती मते पसंद करछंती किंतु आपन को सामने से कहि पारु नांती ये करिके तो मु सेति पई वीडियो रिकॉर्डिंग रखितिले आ मोर कोनोसी खराब उद्देश्य नथिला ना तांको ब्लैकमेलिंग करबे ना ये करितिले तो 6 वर्ष होला मो संगे रिलेशन रखुतिले मु रखी पारि तांती मोर जदि ब्लैकमेलिंग उद्देश्य थिला कि जहाँ भी उद्देश्य थिला जदि भी लोक मते बहुत कथा कहबे तो मोर हेमिति कोनोसी उद्देश्य नथिला केवल मु तांकर रेकॉर्डिंग रखितिले जतले भी आपण रिलेशन रखितिले सेही समय तो मन भीतर किछु गोटा आसीथिबो ना सेही समय आपण रेकॉर्डिंग करथिले ना सीए रेकॉर्डिंग कर ना मु एटा मु से जतले राती 12टा रे आसीले मु कहली मु एई उद्देश्य रखिले मु देखिली से पीछंती मु कहली काले कोन असुविधा हबो कि कोन आ मु जानि मु कोनोसी प्रकार रिलेशन रखिबिनी मु एटा मु सियोर थिली किंतु से दिन से जबरदस्ती आसिकी रखिथिले पीथिले मु सेही दिन केवल तांको मु कहली निशा अवस्था रे से सब जिंस कहबे जे हां मते भल पाउछंती घरे कहि पानाते ए सब जिंस डिस्कशन निश्चित निशा रे करिवे सेही दिन सब प्रूफ देखा पे आपण रखि आज्ञा सेही दिन मु रखिथिली किंतु सेही जिंस सब हेची सेही जिंस भी कथा रेकॉर्डिंग हेची आ सेही जिंस जो रिलेशन भी रखिछंती जिमिति भी रखिछंती सब जिंस रेकॉर्डिंग सब हेतिला फिजिकल रिलेशन सब रेकॉर्डिंग है कि मोबाइल रे रहला से लोक मानकर मते कहउछन गोटे झियो को बेइज्जत करके बदनाम करिवे माने भाबंतु एथरे दोषी किए सब जानि छथि माने वर्तमान प्रूफ बा प्रमाण को नष्ट करिया पे भी मते चाहउछंती नष्ट कर माने मते मार दे के बा बदनाम करके मो मुंडर कलंक बोली के जे हां ए झियो रो अलगा किछि खराब संपर्क थिला देखो अलगा आडे माने तांको उद्देश्यटा एया मते केमिति भी